ଯେତିକ ଛାତ୍ରଛାତ୍ରୀ ଯେତେ ଆସିଛନ୍ତି 10ଟା ଡିଷ୍ଟ୍ରିକ୍ଟରୁ ଆମେ ଭୁବନେଶ୍ୱରରେ ସେମାନଙ୍କୁ ଫେଲିସିଟେଟ୍ କରୁଛୁ। ଏଇ ଯେତେ ଖରାରେ ଗରମରେ ସବୁ କେଉଁଝରରୁ କେଉଁଝର ଯାଜପୁର ଡିଷ୍ଟ୍ରିକ୍ଟ ଗୁଡ଼ା ଏତେ ଦୂରରୁ ଆମ ପାଖକୁ ଆସିଛନ୍ତି, ମୁଁ ସେଥିପାଇଁ ସେମାନଙ୍କୁ ଧନ୍ୟବାଦ ଦେଉଛି। ଆଉ ତାଙ୍କର ଉତ୍ତରୋତ୍ତର କାମନା କରୁଛି ବହୁତ ଆଗକୁ ଫ୍ୟୁଚର ବହୁତ ଭଲ ହଉ। ଆପଣମାନେ ଯାହା ବି ଏଇ ଷ୍ଟେଜଟା ପାସ୍ କରିଛନ୍ତି ଆଗକୁ ଆହୁରି ବହୁତ କିଛି କରିବାକୁ ପଡ଼ିବ ଆପଣମାନଙ୍କୁ, ପିଲାମାନଙ୍କୁ ଆହୁରି କଠିନ ପଥ ଆସିବ ଆପଣମାନଙ୍କୁ ଇଏ କରିବାକୁ, କିନ୍ତୁ ଏଇଟା ଆପଣମାନଙ୍କର ଷ୍ଟାର୍ଟିଂ। ଆଉ ଆମେ ସବୁ ସେଇ କ୍ରସ୍ କରିକି ଆସିଛୁ, ଏଇ ଷ୍ଟେଜରେ ପହଞ୍ଚିଛୁ। ମୁଁ ଆଶା କରିବି ଆପଣମାନଙ୍କୁ ଫ୍ୟୁଚରରେ କିଏ ଡକ୍ଟର ହେବେ କି ଇଞ୍ଜିନିୟର ହେବେ, କିନ୍ତୁ ମୁଁ ଚାହିଁବି ମୁଁ ଯେଉଁଠି ଆଜି ଛିଡ଼ା ହେଇଛି ସେଠି ଜଣେ କି ଆପଣମାନଙ୍କ ଭିତରୁ ଛିଡ଼ା ହୁଅନ୍ତୁ। ଆଉ ସେଥିପାଇଁ ଆପଣମାନେ କେବଳ ଡକ୍ଟର ଇଞ୍ଜିନିୟର ଚିନ୍ତା ନ କରିକି ବହୁତ କିଛି ଅଛି ଶିଖିବା ପାଇଁ ଆପଣମାନଙ୍କୁ। ଏଠି ଯେଉଁମାନେ ଦିଗ୍ଗଜ ବସିଛନ୍ତି, ମୁଁ ତ ତାଙ୍କ ପାଖରେ କିଛି ବି ନୁହଁ, ମୋର କୌଣସି ରିସର୍ଚ୍ଚ କରିନି କି କୌଣସି ବହି ଲେଖିନି, କିନ୍ତୁ ମୁଁ ମୋ ଏକ୍ସପିରିଏନ୍ସରୁ କହୁଛି ଆପଣମାନଙ୍କର ଫ୍ୟୁଚର ବହୁତ ଉନ୍ନତ ହେବ। ଆଉ ଶିଶିରବାବୁ ଅଛନ୍ତି, ଶିଶିରବାବୁ ଆମମାନଙ୍କର ଏତେ ଇଣ୍ଟ୍ରୋଡକ୍ସନ୍ ଦେଲେ, ତାଙ୍କ ଇଣ୍ଟ୍ରୋଡକ୍ସନ୍ କିଏ ଦେବ? ତାଙ୍କ ଇଣ୍ଟ୍ରୋଡକ୍ସନ୍ ଦେବା ପାଇଁ ମୁଁ କିଛିଟା ମାତ୍ର କହିବି। ସିଏ ଜର୍ଣ୍ଣାଲିଜିମ୍ କରିଛନ୍ତି ବ୍ରହ୍ମପୁର ୟୁନିଭର୍ସିଟିରୁ, ପିଜି କରିଛନ୍ତି ଜର୍ଣ୍ଣାଲିଜିମ୍ରେ, କରିକି ସେ ତାଙ୍କ କ୍ୟାରିୟର ପୁରା ଜର୍ଣ୍ଣାଲିଜିମ୍ ଉପରେ ହିଁ କରିଛନ୍ତି। ପେପର ନ୍ୟୁଜ୍ ପେପର ନେଇ ପ୍ରିଣ୍ଟ ମିଡ଼ିଆଠୁ ନେଇ ଇଲେକ୍ଟ୍ରୋନିକ୍ସ ମିଡ଼ିଆ, କନକ ଟିଭି ହଉ କି ନକ୍ଷତ୍ର ଟିଭି ହଉ, ବର୍ତ୍ତମାନ ସେ କାମ କରୁଛନ୍ତି ଆମର ନନ୍ଦିଘୋଷ ଟିଭିରେ। ଆଉ ତାଙ୍କର ଭାଷ୍ଟ ଏକ୍ସପିରିଏନ୍ସ ଜର୍ଣ୍ଣାଲିଜିମ୍ ଉପରେ, ତାଙ୍କଠୁ ବି ପ୍ରେରଣା ଆପଣମାନେ ବହୁତ ପାଇପାରିବେ। ତେଣୁ ଏଠି ଯେତେ ଜଣ ବସୁଛନ୍ତି ସମସ୍ତଙ୍କର ଆପଣ ପ୍ରେରଣା ପାଇବେ। ତାପରେ ଶେଷରେ ମୁଁ ଧନ୍ୟବାଦ ଦେବି, ଏଇ ପ୍ରୋଗ୍ରାମକୁ ମୁଁ ପରିକଳ୍ପନା କରିଥିଲି ଠିକ୍, କିନ୍ତୁ ଆକୁ ଆଜି ଯେଉଁମାନେ କାମ କରିକି ଏଇ ରୂପରେଖରେ ପହଞ୍ଚେଇଛନ୍ତି, ଆପଣମାନଙ୍କୁ ଡାକିକି ଆଣିଛନ୍ତି, ଏଠି ବସେଇଛନ୍ତି, ସେ ସମସ୍ତଙ୍କୁ ମୋର ଡିଷ୍ଟ୍ରିକ୍ଟ ଯେତେ ଡିଷ୍ଟ୍ରିକ୍ଟ କରସ୍ପଣ୍ଡେଣ୍ଟ ଅଛନ୍ତି, ବ୍ଲକ ରିପୋର୍ଟର ଅଛନ୍ତି ଏବଂ ମୋର ଆଡଭର୍ଟାଇଜମେଣ୍ଟ ଡିପାର୍ଟମେଣ୍ଟର ବିଜ୍ଞାପନ ବିଭାଗର ପିଲାମାନେ ଏବଂ HR ଆମର ଆଉ ସର୍କୁଲେସନ୍ ଡିପାର୍ଟମେଣ୍ଟର ଯେଉଁମାନେ ଗତ 10 ଦିନ ଧରିକି ଅକ୍ଳାନ୍ତ ପରିଶ୍ରମ କରିଛନ୍ତି, ଆମ ନ୍ୟୁଜ୍ ବାଲା, ନ୍ୟୁଜ୍ର ବ୍ୟୁରୋ ହେଡ୍ ରଜିତ ମହାନ୍ତି, ଆମ ନ୍ୟୁଜ୍ ଏଡିଟର ମହେଶ୍ୱର ସାହୁ, ସମସ୍ତଙ୍କର ପରିଶ୍ରମରେ ଆଜି ଏ ସଫଳତା ଆମେ ପାଇଛୁ।